ଟିକେ ସୋରିଷ ବାଟଣ ଦେଇ ଚକାମାଟା ବେସର ଟିକେ ବନେଇ ଦିଅ। ଆଉ ବାପ ପୁଅ ମିଶି ମାଛ ବେସର ସହ 4-6 ପେଟ ମାରିବା। ଆଉ 4 ଦିନ ବିତିନି ଏ 29 ଆଗରେ ତୁ ଆମିଷ ନେଇ ଆସିଛୁ। ତ ବିବେକ କଥା ଟିକେ ବାଧା ଦେଲାନି। ବିବେକ କାହିଁକି ବାଧା ଦେବ? ସିଏ ମୋ ମା ପେଟର ଭାଇ ନୁହେଁ ନା, ଉଡ଼ା ଚଢ଼େଇଟା ଉଡ଼ି ଆସି ଆଶ୍ରୟ ନେଇଥିଲା। ଶିକାର ତୀରରେ ଶିକାର ହେଲା, ତା ପାଇଁ ଆଖିରୁ ଲୁହ ଚଲେଇବା ଆମିଷ ବାରିବା ପରି ନିର୍ବୋଧ ମଣିଷ ମୁଁ ନୁହଁ। ତୁ ସିନା ମଣିଷ ହେଇଥିଲେ ସମ୍ପର୍କର ମୂଲ୍ୟ ବୁଝିଥାନ୍ତୁ। ତୁ ତ ଗୋଟେ ପଶୁ। ଆରେ ଭାଇ ଭଉଣୀ ବାପା ମାର ସମ୍ପର୍କ ତୁ କୁଆଡୁ ବୁଝିବୁ? କାଲି କାମ ଆଖି ଭଲ ବୋଲୁଛ। ହଁ ମୋ ଘର, ମୁଁ ଏ ଘର ଉତ୍ତର ଅଧିକାରୀ। ମୁଁ ବୁଝିବି ପରେ ବରଂ ଚାଲ ତମକୁ କୋଉ ବୃଦ୍ଧାଶ୍ରମରେ ଛାଡ଼ିଦେଇ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ମାରିବି। ତାପରେ କୁଳାଙ୍ଗର ପୁଅମାନେ ସେଇଆ ହିଁ କରନ୍ତି। ଏ ବାପା ମା ମାନେ, ଆରେ ତମେ ସମସ୍ତେ ଦେଖ କେତେ ଓଷା ମାନସିକ କରି ପୁଅ ଜନ୍ମ କରିଥିଲୁ। ସେଇ ପୁଅର ମୁଣ୍ଡକୁ ହାତ ପାଇଗଲା ପରେ ତାର ଅସଲ ପରିଚୟଟା ଦେଖ। ତାପରେ ତମେ କୁହ ଏଠି ପୁଅ ଜନ୍ମ କରିବା ପାପ ନା ବିଶାପ? ଲୋକେ କଣ କହିବେ? ମୁଁ କହୁଛି ଶୁଣ, ଏଠି ତମ ପରି ବାପର ପୁଅ ହବାଟା ପାପ। ଏମିତି ଗୋଟେ କଚଡ଼ା ବାପା ପରେ ରହିବା ଅଭିଶାପ। ବାପା ଆରେ ମା ରାନୀ, ହଁ ବାପା, ମୋ ଭାଇ ଭାଉଜ ଅଲଗା ଜାଗାରେ ବାହା ଦେବା ପାଇଁ ଝିଠାଣି ବସିଛନ୍ତି। ଖାଲି ଆପଣ କୁହନ୍ତୁ, ସବର ବିନା ମୁଁ ଅନ୍ୟ ଜାଗାରେ କେମିତି ସୁଖ ଶାନ୍ତିରେ ରହିପାରିଥାନ୍ତି? କେମିତି? ମାରେ ସ୍ୱପ୍ନଟା ତ ଅଧା ବାଟ ଛାଡ଼ି ଆମକୁ ଠକି ଦେଇ ଚାଲିଗଲା। ତୋର ଆଗକୁ ଲମ୍ବା ଭବିଷ୍ୟତ ପଡ଼ିଛି। ସଫଳତା ଆଉ ଫେରିବନି। ତୁ ଆଉ କା ହାତ ଧରି ସୁଖର ସଂସାର କର, ତା ମଧ୍ୟରେ ଭଲ ହବ। ସତରେ ଆମ ବୁଢ଼ା ଭାଇ ଏକା ଆଉ ହଇଓ ବାପା ଭାଇ ତ ଚାଲିଗଲା। ଏଇ ବର୍ଷ ସିଏ ମଙ୍ଗୁଳ ହେଇଗଲା। ମୁଁ ତ ଶଳା ବାହା ହେଇନି। ତାର ଯେମିତି ଗଲ ପଥୁରିଆ ଚେହେରା ହେଇଛି ମତେ ପୁରା ଫିଟ୍ ହବ। ଚାଲିଲ ଚାଲ ଚାଲ ଆମେ ବାହା ହେଇଯିବା। କାହିଁ ସବୁ ଶୁଣାଉଛ? ବାଲିଆ ନନାକୁ ଡାକ, ବେଦି ବାନ୍ଧ, ଆଜି ଆ ସହିତ ମୋର ବାହାଘର ହବ। ନା, ଏ ଜନ୍ମରେ ମୁଁ ଘର ହୋଇପାରିବିନି। କହିଲା କଣ ନା ଏଇ ଜନ୍ମରେ ମୁଁ ତାହା ରହିବିନି। ମତେ ଦେଖିଲା ପରେ ମୋ ବଡି ଖସୁ ଖସ ହେଇଗଲାଣି। ମତେ ଟିକେ ରିକ୍ସ ମୋ ବାସ ହେବାକୁ ମୋ ମନରେ ପ୍ରବଳ ଭୋକ। ମୋ ପରି ହେଡ ସମୁଦ୍ରରୁ ଦେଖିଲେ ତୋର କଣ କିଛି ହଉନି? ନାଇଁ, ଏ ଜନ୍ମରେ ମୁଁ କାହାର ହୋଇପାରିବିନି। କେବଳ ସୁମନଙ୍କ ସ୍ମୃତିକୁ ନେଇ ମୁଁ ସାରା ଜୀବନ ବଞ୍ଚିଯିବି ପଛେ, ହେଲେ ମୁଁ ଘର ହେବିନି। ଘର ହେବିନି ମୁଁ। ହବୁନି କଲ ମୁଁ କହିଦେବି ନା ଆଉ। ତୁ ବଧୁ ବେଶରେ ଆମ ଘରକୁ ଆସିଛୁ, ତୋ ସହ ବାସ ରାତି ନ କରି ଛାଡ଼ିଦେବି କେମିତି? ବାପା ବାପା ଛଡ଼ା ବାପା ଯାଅ ମୋ ପାଇଁ ବାସର ଫଟୋ ସଜେଇ ଦିଅ। ଏ ଘର ଛାଡ଼ି ଚାଲିଯା। ଏ ରାକ୍ଷସଟା ତତେ ଆଉ ଘରେ ଶାନ୍ତିରେ ବଞ୍ଚିବା ପାଇଁ ଦେବନି। ଅନେଇଲୁ ପୁରା ଶଳା ଦେବୀ ଗୋଟେ କିଲିକିଆ ଚାପୁଡ଼ା ଏକାଥରକେ ଥମିଡ଼ି ବନ୍ଦ ହେଇଯିବ। ଚୁପଚାପ ସେଇଠି ଠିଆ ହୁଅ। ମୋ କଥାରେ ମୁଣ୍ଡ ପୁରେଇଥିବ ଯାଇଥିବୁ। ମୋର ମାର କେମିତିକା? ଆସ ଆସ ସୁନ୍ଦରୀ, ସେଇ ରଜନୀଗନ୍ଧା ସଜ କଥା ନଥାଉ
କାଠ ପଛ ଟିକେ ଗଡ଼ାଗୁଡ଼ି ହେଇଯିବ ଆଉ ବାପା ଆମର ଶୁଣ ଛାଡ଼ିଦେଲେ ବାପା ତମେ କହିବ ମୁଁ ତାକୁ ଧରିଥିବି ନା ତାକୁ କୁଣ୍ଡେଇ ପକେଇବି এই বয়সে তোমার মধ্যে টিকে ইচ্ছা হচ্ছে ମୁଁ ଯାହା ଦେଖୁଛି ରାତି ଅଧରେ ୟାକୁ ଦେଖି ତମେ ବି ଗରମ ହେଇଗଲଣି ଏଇ ବୁଢା ବୟସରେ ତୁମେ ଆଉ ଖଟି ପାରିବନି ବରଂ ମୁଁ ତୁମ ହାତ ଦିଟା ବାନ୍ଧି ଦଉଛି ଏଠି ପୁଅ ମୋର ରାସଲିଲା ଦେଖି ମନକୁ ବୁଝେଇ ଦିଅ ପାଖରେ ପହଞ୍ଚି ଯାଇଛି ତାକୁ ଟିକେ ଚଲେଇବା ନା সবল ভাই সব পাত্র ছিল বোধে দুইজন যাক মেশিন পেরি তেল বাহার করছিল শুন সফল ভাই তো চালিগলা সফল ভাই বদଳରେ রানী উপরে বড় অধা সেয়া তোর রাতি মোর দিন সুরা পুয়ে ভাইলু বাবা তাহলে কি আইছো সে সুরা মতে মারুছি অথচ কিছু কহুন ପରିମାଣକୁ ସେମିତି ମାଡ଼ ଦରକାର ଅନ୍ୟର ବାସନ ଏବେ ଫ୍ରିଜ୍ ହେଇଗଲି କାହିଁକି ରାଣୀ ଆଜିଠୁ ଏଇ ଘରେ ରହିବ ଭରୁଆ ଶଳା ରାନୀ ଉପରେ ଲଲୁପ ଦୃଷ୍ଟି ପକେଇବୁ ତ ଶଳାକୁ ମୁହଁକୁ ମାରିଦେ ଆରାମ ଦାଦା ବିଲେଇ ପାଖରେ ମାଛ ଥୋଇ ଯଦି ସେଟା ବିଲେଇ କହି ମାଛ ଖାଏ ଘଣ୍ଟା କରୁ ସେସବୁ ମାନିବ ଚାପି ନେବ ନା ଆବେ ଶଳାଟା ଝାପ ମାରିବା ପୂର୍ବରୁ ଏ ଶଳା ଶିବାର ଠେଙ୍ଗା ପାହାଡ଼ ମନେ ଯାଉଛି ଯାହା ହାତ ମାଗିଲୁ ମାଗିଲୁ ଆବେ ଶଳା ଚୁପ ହବେ ଅନେଇଲୁ ଶଳାର ଦି ଗୁଡ଼କୁ ଧରିକି କୋଚରା ବାଡ଼େଇଲା ଭଳିଆ ଶଳାକୁ ବାଡ଼େଇଲା ଚାଲବେ ଯା ଯା
ପରମ ଗାଲୁଆ ଏ ଶଳା ଗାଲୁଆକୁ ଏତିକି ମାଡ଼ ସଫିସିଏଣ୍ଟ ନୁହେଁ ଏ ଶଳାକୁ ଉତ୍ତମ ସାଇଜର ଶଳାକୁ ମଧ୍ୟମ ମାଡ଼ ଦରକାର ବେ ହାରାମ ଜାଦା ହାତ ଉଠେଇଥିଲୁ ଉଠେଇଥିଲୁ ଏବେ ଆଉ ହାତ ଉଠେଇ କହିଯାଉଛି କଣଟା କରୁ ବେ ତ ଦେଖିବୁ ଆମେ ଶଳା ସେଇଟା ବାନୁଆଟା ତାକୁ କେତେ କହିଲେ ବି ସେ ସୁଧୁରିବନି ବରଂ ତମେ ଏଇ ରାନୀକୁ ନେଇ ଏ ଘରୁ ଚାଲି ଯାଅ ଆରେ ମଉସା ସେ ଏଇ ଘରେ ରହିବ ଏଇଟା ତା ଶାଶୁ ଘର ଆଉ ଏ ରାନୀକୁ ସୁରକ୍ଷା ଦାୟିତ୍ୱ କାମଟା ଏ ଶିବା ଦାଦାର ଖାଲି ଯଦି ମତେ ବାହା କଲେ ଏ ଘରେ ରହିବାର ପ୍ରଶ୍ନ ଉଠୁନି ଆବେ ଏଇ ଶଳା! ଆବେ ଶଳା! ରାନୀ ଏ ଘରେ ଅଲବତ କଣ ଶଳା ମୋ ଘରେ ଦାଦାଗିରି କରୁଛୁ ବେ ଆବେ ଶଳା ମୁଁ ଦାଦାଗିରି କରୁନି ବେ ଏ ଶଳା ଲୋକମାନେ ସମସ୍ତେ କହିଲେ ଗୋଟେ ନାରୀର ଅଧିକାର ପାଇଁ ଏ ଶିବା ଗୁଣ୍ଡଟା ଲଢ଼େଇ କରୁଛେ ଲଢ଼େଇ ଶଳା କଞ୍ଚଳ ପ୍ରଜ୍ଞା ବଦ ଲୋକ ବାହାରିବେ ଶଳା ବାହାରିବେ କଣଟା କରିବେ ରାନୀ ଉପରେ ମୋର ଯଥେଷ୍ଟ ଭରସା ଅଛି ମଉସା ରାନୀ ଏ ଘରକୁ ସୁନା କରିଦେବ ମୁଁ ଆସୁଛି ରାନୀ ଚାଲ ମା ଡରିବୁନି ଏ ଭାଇଟା ସବୁବେଳେ ତୋ ପାଖରେ ଅଛି ଜମାରୁ ଭୟ କରିବୁ ଆସୁଛି ଶିବା ଦାଦା ଘର ଭିତରକୁ ଯା ଘର ଭିତରକୁ ଚା କୁଆଡ଼େ ପଳଉଛି ଅବୁଝା ଲୁହକୁ ଦିନେ ବହୁତ ବୁଝେଇଲେ ଆରେ ଲୁହ ଯଦି ତୁ ଆସିବାର ଅଛି ଏକୁଟିଆ ବେଳେ ଏମିତି ଗହଳି ଭିତରେ ଲୋକଙ୍କ ସାମ୍ନାରେ ଆସି ତୁ ମତେ ଆଉ ପାସ୍ କରେ ନା ମୋ ପିଠି ଥାପୁଡେଇ ଦେଇ ମୋ ଲୁହ କହିଲା କଣ କରିବି ବନ୍ଧୁ ତୋତେ ଗହଳି ଭିତରେ ଏକୁଟିଆ ଦେଖି ମୁଁ ରହିପାରୁନି
ବାସ୍ ଏତିକି କଥାରେ ମୁଁ ବୁଝିଗଲି ମୋ ଲୁହ ଠିକ କହୁଛି। ମୁଁ ଏକା ଏ ନିର୍ଜନତାର ମରୁଭୂମିରେ ମୁଁ ଏକ ବାଟ ଆରେ ଲୁହ ତମେ ତ ମୋର ପ୍ରକୃତ ବନ୍ଧୁ କାରଣ ଏ ଅନ୍ଧାର ରାତିର ନିସ୍ତବ୍ଧ ନିରବତା ଭିତରେ ତମେ ହିଁ ମୋ ସହିତ ଅଛ। জীবন ମୁଁ ଜାଣିଛି ଜୀବନ ତମେ ମୋ ବିଚ୍ଛେଦରେ କେତେ ଯେ ଛଟପଟ ହଉଥିବ ହେଲେ ମୁଁ କଣ ଛଟପଟ ହଉନି ବିଚ୍ଛେଦରେ ବଞ୍ଚି ପାରୁଛି। ସେଦିନ ମୋ ଭାଇଙ୍କ ସାମ୍ନାରେ ତାଙ୍କୁ ସମ୍ମାନ ଦେବାକୁ ଯାଇ କହିଥିଲି ହେଲେ ବିଶ୍ୱାସ କର ମୋ ମନ ମନ୍ଦିରରେ ବସେଇ ଏବେ ବି ମୁଁ ତମକୁ ପୂଜା କରୁଛି। ଆରେ ଥାଉ କଣ କର ତମର ସେ ଅଭିନୟ ତମର ସେ ମାୟାବିନୀର ମାୟାଜାଲରେ ମୋତେ ଛନ୍ଦି ଆଉ ଛଟପଟ କର। ପ୍ଲିଜ ଜୀବନ ମତେ ବିଶ୍ୱାସ କର ମୁଁ ତମକୁ ଆଗରୁ ଭଲ ପାଉଥିଲି ଏବେ ବି ଭଲ ପାଉଛି। I love you ଜୀବନ I love you। ତମେ ଦିନେ ମୋ ପ୍ରେମିକା ଥିଲ ସେ କଥା ମୁଁ କେବେଠାରୁ ଭୁଲି ସାରିଛି। ଆଉ ଏବେ ହଉଛ ତମେ ମୋ ବଡ ଭାଉଜ ମା ସମାନ। ଏମିତି କଥା କହିବାକୁ ତମକୁ ଟିକେ ଲାଜ ଲାଗିବା କଥା। ଆରେ ବାବା ଲାଜ କାହିଁକି ଲାଗିବ ମୁଁ ତମକୁ ଆଗରୁ ଭଲ ପାଉଥିଲି ଆଉ ଏବେ ବି ତମକୁ ଭଲ ପାଉଛି ଆଉ ସେଇଥିପାଇଁ ରୋହନ ସହିତ ମୋ ବାସରାତେ ସରି ଯାଇଥିଲେ ମଧ୍ୟ ତା ସହିତ ମୋର କୌଣସି ଶାରୀରିକ ସମ୍ପର୍କ ନାହିଁ। ଆରେ କଣ ହେଇଗଲା ସେଠୁ କଣ ହେଇଗଲା ସେଠୁ ତମେ ମୋ ମଝିଆ ଭାଇଙ୍କ ଶଙ୍ଖ ସିନ୍ଦୁର ପିନ୍ଧି ତାଙ୍କ ସ୍ତ୍ରୀ ସାଜିଛ। ଯୋଉ ସ୍ତ୍ରୀ ନିଜ ସ୍ୱାମୀ ସହ ଦୈହିକ ସମ୍ପର୍କ ନ ରଖି ପର ପୁରୁଷ ସହ ସମ୍ପର୍କ ରଖେ ତାକୁ କଣ କହନ୍ତି ଜାଣିଛ? ଆରେ ତାକୁ କହନ୍ତି ଗୋଟାଏ ବେଶ୍ୟା। ତମ ପାଟିକୁ ଯାହା ଆସୁଛି ତମେ କହିଯାଅ ହେଲେ ମତେ ବିଶ୍ୱାସ କର ମୁଁ ତମକୁ ବହୁତ ଭଲ ପାଏ ଆଉ ତମ ପରି ହ୍ୟାଣ୍ଡସମ୍ ପୁରୁଷକୁ ପାଖରେ ପାଇ ଛାଡ଼ିବାକୁ ମୁଁ ଜମା ଚାହେଁ ନା। ମୁଁ ସେ ଭୁଲ କରିଦେବି। ଆସ ମୋ ଛାତିରେ ଛାତିଏ ତାତି ମୋ ଦେହରେ କାମନାର ବାସନା ପ୍ଲିଜ ମତେ ଟିକେ ରିଲାକ୍ସ କରିଦିଅ। ଆରେ ଆସ ନା ତମେ ମତେ କଳଙ୍କିତ କରିଦିଅନି ଛାଡ଼ିଦିଅ ପ୍ଲିଜ ଭାଉଜ ମତେ ଛାଡ଼ିଦିଅ। ଆରେ ତମେ କଣ କହୁଛ? ଆରେ ଆସ ନା ଜୀବନ ଆରେ ଆସ ଜୀବନ ତମେ ମତେ ରିଲାକ୍ସ କରିଦିଅ। ଆରେ ଆସ ନା ତମେ କଣ କରୁଛ? ମୁଁ ତମ ଭାଉଜ ଛାଡ଼ ମୁଁ ତମ ଭାଉଜ ଛାଡ଼ ସମସ୍ତେ ଠିକ ସମୟ ଆସିଥିଲେ ବେଇମାନ ବିଶ୍ୱାସଘାତକ ଆରେ ମୋ ସମାନ ଭାଇଙ୍କ ପ୍ରତି ଏମିତି କୋଉ ବ୍ୟବହାର କରିବାକୁ କେମିତି ସାହସ କଲୁ ବେ? ନାଇଁ ଭାଇ ମତେ ବିଶ୍ୱାସ କର ମତେ ମିଛ କହି ଫାଙ୍କି ଦେବାକୁ ଚେଷ୍ଟା କରନି ଜୀବନ ମୁଁ ତମକୁ ଦିଆରେ ନୁହ ସାନ ପୁଅ ପରି ଦେଖୁଥିଲି ହେଲେ ତମେ ଛି 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 ତମ ମନଟା ଏତେ ନିଚ ଏତେ କଦର୍ଯ୍ୟ ତମ ଚିନ୍ତାଧାରା ଠିକ ସମୟରେ ରୋହନ ଆସିନଥିଲେ ତମେ ଯଉତି ତମେ ଯେମିତି ମୋ ଶାଢ଼ୀ ଖୋଲି ଆରେ କେତେ ଆଉ ନାଟକ କରିବ ତମେ କଣ ତମ ଉଦ୍ଦେଶ୍ୟ? କଣ ହେଲା ମୁଁ ମିଛ କହୁଛି ମୁଁ ଦେଖୁଛ ଏ ସମସ୍ତଙ୍କ ସାମ୍ନାରେ ମତେ କେମିତି ବେଜ୍ଜିତ କରୁଛନ୍ତି। ଜୀବନ ବେଇମାନ ମୁଁ ନିଜ ଆଖି ଆଗରେ ସବୁ କିଛି ଦେଖି ସାରିଲା ପରେ କେମିତି ମତେ ଫାଙ୍କି ଦେବାକୁ ବସିଛୁ? ମୁଁ ଆଜି ତତେ ଛାଡ଼ିବିନି। କଣ ହେଇଛି ରୋହନ ତାକୁ ମାରୁଛୁ କାହିଁକି? ସେ କଥା ମତେ ନ ପଚାରି ତମ ଏ ଗେଲା ଦିଅରକୁ ପଚାର। ଜୀବନ କଣ ହେଇଛି ଜୀବନ କଣ ହେଇଛି ରୋହନ ତମ ଉପରୁ କାହିଁକି? ଆରେ କଣ ହେଇଛି କହୁନ କାହିଁକି? ମୁଁ କହୁଛି ଶୁଣ ଏ ଜୀବନ ଘରେ କେହି ନଥିଲା ବେଳେ ମୋ ଉପରେ ସେ
ମୁଁ ଛୋଟବେଳୁ ଏଇ ହାତରେ ଛୋଟରୁ ବଡ଼ କରିଛି। ଆଉ ମୋ ଜୀବନ ଏତେ ବଡ଼ କାମ କରିଥିବ ମୁଁ କେବେ ବିଶ୍ୱାସ କରିପାରେ ନା। କେବେ ନୁହଁ, କେବେ ନୁହଁ। ତମରି ପାଇଁ ସେ ଆଜି ଏମିତି ନଷ୍ଟ ହୋଇଯାଇଛି। ମୁହଁ ବଢେଇବା ପାଇଁ ସେ ଆଜି ମା ସମାନ ଭାଉଜ ଏମିତି କଦର୍ଯ୍ୟ ବ୍ୟବହାର କରିଛି। ଆରେ କଣ ହେଇଛି ଆଜି ଏ ଘରେ କାହିଁକି ହାଟ ବସିଛି? ଭାଇ ତମେ ମତେ ଆଗ କୁହ, ମୁଁ ତମର ମଝିଆ ଭାଇର ସ୍ତ୍ରୀ ନା ତମ ସାନ ଭାଇର ସ୍ତ୍ରୀ? ଏ କେମିତିକା ପ୍ରଶ୍ନ? ଘରେ କେହି ନଥିଲା ବେଳେ ସମସ୍ତଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଇଏ ମୋ ସହିତ ଜୋର ଜବରଦସ୍ତ କରୁଥିଲେ। ଆଉ ତାଙ୍କୁ ମୁଁ ମନା କରିବାରୁ ସେ ମତେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ହେ ଭଗବାନ, ଏ କେମିତିକା ମାୟା ଜାଲ! ତମେ ଯେମିତି ଏ ମାୟା ପୁରୀରେ ମନ ନିଶ୍ୱାସ ହେଇଯାଉଛି। ଜୀବନ, ମଝିଆ ଭାଉଜ ଯାହା କହୁଛନ୍ତି ତାହା କଣ ସତ? ଭାଇ ତମେ କେବେ ଭାଲୁ ନାଚ ଦେଖିଛ? ଭାଲୁ ନ ଚାଲି ଭାଲୁ ନାକରେ ରିଙ୍ଗ ବାନ୍ଧି ଭାଲୁକୁ ପ୍ରଶ୍ନ କରେ, ଆରେ ଭାଲୁ, ଏ ବାବୁଙ୍କର ଚାକିରି ହବ? ବିଚାରା ଭାଲୁଟି ମୁଣ୍ଡ ହଲେଇ କରିଥାଏ। ଭାଲୁ ନ ଚାଲି ଭାଲୁକୁ ପୁଣି ପ୍ରଶ୍ନ କରେ, ଆରେ ଭାଲୁ, ଏ ମାଙ୍କର ପର୍ସ ତୁ ଚୋରି କରିଛୁ? ବିଚାରା ଭାଲୁଟି ମୁଣ୍ଡ ହଲେଇ କରିଥାଏ। ହେଲେ ତମେ କୁହ ଭାଇ, ଭାଲୁ କଣ ଏସବୁ ତା ନିଜ ଇଚ୍ଛାରେ କରିଥାଏ? ଭାଲୁର ଇଚ୍ଛା ନଥାଇ ମଧ୍ୟ ଭାଲୁ ମୁଣ୍ଡ ହଲେଇଥାଏ। ଆଉ ଏଇ ଦୃଶ୍ୟକୁ ଏ ଦର୍ଶକ ସମାଜ ଦେଖି ମଜା ନେଉଥାନ୍ତି। ସେମିତି ଭାଇ ଆଜି ମୋର ସେଇ ଅବସ୍ଥା। ବୁଢ଼ୀ ଅସୁରୁଣୀଟା ଢିମା ଢିମା ଆଖିରେ ଚାହିଁ ବସିଛି। ଚାହିଁ ତାରେ ଲଗାଥିଲେ ସେ ଆମ ସମସ୍ତଙ୍କୁ ରକ୍ତାକ୍ତ କରିଦବ। ତେଣୁ ନିରୁପାୟ ଜୀବନଟା ଆଜି ନିଜକୁ ସତରେ ପରିଣତ କରିବାକୁ ଯାଇ ଏ ବିଚାରରେ ଦୋଷୀ ପାଲଟି ଯାଉଛି ଭାଇ, ଦୋଷୀ ପାଲଟି। ଜୀବନ କଣ କଣ ଭାଇ, ତମେ ଏଠି ଠିଆ ହୋଇ ଏମିତି ତା ପ୍ରବଚନ ଶୁଣୁଥିବ ନା କିଛି ବିଚାର କରିବ? ଭାଇ ତାର କି ବିଚାର କରିବେ? ଭାଇଙ୍କ ଗେଧା ଦିଅର। ଶୁଣ, ତମେ ଯଦି ଘରେ ରହିବାର ଇଚ୍ଛା ନୁହଁ, କିନ୍ତୁ ଏ ଜାଗାଟା ମୋ ପାଇଁ ସୁରକ୍ଷିତ ନୁହଁ। ତେଣୁକରି ମୁଁ ଆଜି ଘର ଛାଡ଼ି ଚାଲିଯିବି। ନାଇଁ, ଭୁଲ ତ ଏଇ କୁଳାଙ୍ଗାରଟା କରିଛି। ୟାର ଭୁଲ ପାଇଁ ତମେ କାହିଁକି ଘର ଛାଡି ଚାଲିଯିବ? ବରଂ ମୁଁ ଏଇଟାକୁ ଏଇଠି ପିଟି ପିଟି ଶାସ୍ତି ଦଉଛି। ମାରିଦେବି। ଆଜି ଏଇ ସବୁ ଘଟଣା ଘଟି ତମେ ତାକୁ ମୁହଁ ବଢେଇ ଗେଲ ବସରିଆ କରି ମୁହଁ ବଢେଇ ଦେଇଛ। ତମେ କଣ ତାକୁ ଗେଲ ବସରିଆ କରିନ? ଏଇ ତମ ଛାତିରେ ହାତ ରଖି କହିଲ ଆମ ଜୀବନ କଣ ଏଇ ଭୁଲ କରିପାରେ? ବାଃ ଭାଇ ବାଃ, ବଢିଆ ବିଚାର କଲ। এই গুড়াটা আজ মোর এত বড় সর্বনাশ କରିବାକୁ যাଉଥିଲା। ଆଉ ତମେ ତାକୁ ଦି ଚାରି ପାହାଡ଼ ପିଟି ଦେଇ ମୋ ମନଟାକୁ ବୁଝାଇବାକୁ ଚେଷ୍ଟା କରୁଛ। ଯଦି ଏ ଗୁଡ଼ାଟା ଘରେ ରହିବ ତାହେଲେ ଏ ଘରେ ମୁଁ ରହିବିନି। ଘରେ ଘରେ ଚାଲିଯିବି। ତମେ ଠିକ କହୁଛ ନା? ଯେଉଁ ଘରେ ମୋ ସ୍ତ୍ରୀର ଇଜ୍ଜତ ସୁରକ୍ଷିତ ନାହିଁ ସେ ଘରେ ମୁଁ ଗୋଟିଏ ମୁହୂର୍ତ୍ତ ବି ରହିବିନି। ନାଇଁ ଭାଇ, ନା ନା
ଦୋଷୀ ମୁଁ ତୁ ଏ ଘର ଛାଡ଼ି ଚାଲିଯିବୁ କାହିଁକି ଆରେ ମୁଁ ତ ବେକାରିଆଟାଏ ଟଙ୍କା କରାଇଲେ ବି ମୋର ରୋଜଗାର ନାହିଁ ଆରେ ତୁ ଏ ଘର ଛାଡ଼ି ଚାଲିଗଲେ ଏ ଘର ଚଳିବ କେମିତି ବରଂ ମୁଁ ଏ ଘର ଛାଡ଼ି ଚାଲି ଯାଉଛି ଆରେ ମୋ କଥା ଟିକେ ଶୁଣ ତୁ ଯଦି ଚାଲିଯିବୁ ତାହେଲେ ଭାଇଟା ପରା ତୋର ଅଂଶ ହେଇଯିବ ରେ नहीं जीवन नहीं तब एक बार छड़े चली जाओ ना अरे सकाळ उठिले के मते भाऊज भाऊज बोलतो पछरे बोलैबो आ राती न पाउणु पूजा करिबा पई के मते फूल तोली के आनी देबो आ के कहिबो ए भाऊज मते पखाळ सागो को बड़ी बेसर टिके खुआई दियो ତମେ ମାନେ ଧୀରେ ଧୀରେ ମୋ କଥା ମନରୁ ପାସରି ଦବ ତମେ ମାନେ ମତେ ମନେ ପକେଇ ଝୁରି ଝୁରି କାନ୍ଦିଲେ ମତେ ଭାରି କଷ୍ଟ ହବ ମତେ ଭାରି କଷ୍ଟ ହବ ମୁଁ ଜାଣିଛି ଯେତେଦିନ ପର୍ଯ୍ୟନ୍ତ ମୁଁ ଏ ଘରେ ଥିବି ବିଶୃଙ୍ଖଳା ସେମିତି ଲାଗି ରହିଥିବ ମୁଁ ଚାଲିଯିବି ଭାଇ ନାଇଁ ଯିବ জীবন জীবন সেটা ভাই নୁହେଁ গোটা ଭଗାରୀ ସେଟାକୁ ସଂସ୍କାର ଦେଲେ ନାହିଁ ସେଟା କୁସଂସ୍କାରୀ हाँ ସେଇଟା को ହିଷ୍ଟ୍ରି ହେଇଗଲାଣି ଆରେ ମୋ ପ୍ରତି ତାର ଲୋଭ ଅଛି ସୁନ୍ଦର ଝିଅକୁ ଦେଖି ସେ ଆଉ ସମ୍ଭାଳି ପାରୁନି अरे जीवन तो जाऊनु एठी काहे सकाश कहूछु ତୁ ଯେତେବେଳେ ଯିବି ତ ନିଶ୍ଚୟ ଭାଇ ତୁମ ଭାଇ ଭାଉଜଙ୍କ ଆଖିରେ କେବେ ଲୁହ रोहन एटा को विश्वास नहीं अरे तुमको हैरान करे भाई से बैग रे इंपोर्टेंट डॉक्यूमेंट सब नहीं जाउथबा देखो ए सेतरा को लोच देखा अरे अरे देखै दउनु ए जीवन देखै दियो अरे ताका मन शांति हे जाऊ अरे ताका मन शांति तो आर टिके ए रोहन एटा भलो रे देखैबनी मो बैग को धरुछि तमे देखो अरे देखा अरे jual kan di boga koji. माल खंडे है बिचरा सपनटा भाग्य आलो ए बयसरे विधवा होई छातीर तातिकी छाती रे मारी जो जंत्रणा पाउथि से कथा मते आलो सेइथि पाई कहूची एठी कही
कनकनिया जौवन तोरी परी माल सहित टिके देह को देह मिसे गति रहे मो पुरुष पड़ियाटा मते धिकार करबनी सेथिरे पुन तू कहूछ मते सैंडल देखैबो हेलो तोरी सी जता बले छाड़ी जाबी केमिति केरिबी ना पठेई मोरी पाई तो देह सारा दांत बसैला आराम दादा डला अबे साला हारे आज देखुची तो सोला खाली डलाले नुहे तो सोला गुटे भरुआ अबे साला हराम जादा साला मोरी खाई मते फुड़ी डाली आखी देखौछु अंता सोला को फांसी खुंटारे झुलाई देबे फांसी खुंटारे शिवा झुलिबो कि तमे झुलिबो से कथा समय कहितो हेले तुम नाली आखि देखी आ शिवा डरी जीवनी अबे बादाम खियाओ किलो सोला 100 टंका लगी दिले मो आगरे लांगुड़ा जाके खिया होतलु सोला मो बिले आज पुनी मते में आउ जानियो कि ए कला कोट पिला मनीष कहारी नुह आगरु कला को धड़ा धड़ा को कला करूथली तम सब विषय न्याय करथली तो न्याय बिगड़े लड़ाई करिवे तू बाघ सहित बंगा देउछु खपन अंतरा ए बाघ आज ता पंजारे तम दीटा को रक्ताक्त कर देबे रक्ताक्त आमे बाघनु होता तमे बे बिलुआ मु जदी सबु सत कटका शिवा को कहि दिए गंडीरु मुंडटा अलगा करि दबो आदि घटनाटा मने रहिला कम करूबे सला समय आसिले मु तम दीटा को कोड़ा गंडा करि सुजीबे बे आसुची जा जा बे तू कोनटा कोड़ा गंडा करि हिसाब करिबु तू केमिति छटपट होई मरिबु से कथा चिंता कर शिवा तू शिवा ए झियर जीवन विपद रे ए गाकु दई सहाय्य करिवार प्रतिश्रुति दैछु तो सहाय्यर प्रति निश्चय रक्षा करिबो रानी तू एठी कौन कहबी भाई से घरे मद भी सुमन मते बारंबार हरण कला केते दिन मु सही सही रही थांती सेति पे मु घर छाड़ी चली हेलो हे रानी मते तो जणे पारी थांतु मो निजे जाई तते नेई आसी थांती मु भाबिनी तमको मु केते टेंशन देबी सेति पे मु निजे को शेष कर दवा चेष्टा करबी हेलो हे हुनी निज जीवन को शेष करी देबू अरे तू मरी गले की खुशी पाइबू तू मरी गले तो भाई भाउज कौन बंची पारिबे आउ तू मरी गले ए शिवाटा मनीषरू मनीष होइथिबा शिवाटा कौन बंची पारिबो केते कष्ट सहिबी भाई धैर्य धरि पारुनी भाई मु पारुनी से कष्ट को आमे दुहे बांधी नेबा रानी जानी छुरानी से अबिका जगदेवर भौणी लेला तो भाई जीवन मुंडरे मिछ कलंक लगे सटा घर बाहर कर दे जीवन भाई नाटक शेष हम बसे कोठी ଆଉ 10-15 ମିନିଟ୍ ବସି ଯାଆନ୍ତୁ बन भाई मो पाखरे 10-15 ମିନିଟ୍ ଭିତରେ आदिबा रानी ये ଟିକେ ବସି ଯାଆନ୍ତୁ से जीव चल भाई चल जीव
ବସି ମୁଁ ଶ୍ମଶାନ ଯାଇଥାନ୍ତି। ଆଜି ପୁଅ ପାଇଁ ମୁଁ ଶ୍ରାଦ୍ଧ ଆଣି ବାରୁଛି। ମୁଁ ବାବା ଶ୍ରାଦ୍ଧ ଆଣି ପୁଅ ପାଇଁ ବାରୁଛି। ମୁଁ କଣ ଜାଣିଥିଲି ମୋ ସପନଟା ଅଧା ବାଟରେ ମତେ ଠକି ଦେଇ ଚାଲିଯିବ ବୋଲି। ନାଇଁ, ଏଠି ଶ୍ରାଦ୍ଧ ହାଣ୍ଡି ବାଡ଼ି ଅପେକ୍ଷା କରିବି। ଶ୍ରାଦ୍ଧ ହାଣ୍ଡି ଭାତ ଖାଇବା ପାଇଁ ନିଶ୍ଚୟ ତା ପ୍ରେତାତ୍ମା ଆସିବ। ତାକୁ ପଚାରିବି କାହିଁକିରେ ପୁଅ କଣ ପାଇଁ ମତେ ଠକି ଦେଇ ନିଜ ବାଟ ଚାଲିଗଲୁ। ହଁ, ନିଶ୍ଚୟ ତାକୁ ପଚାରିବି, ନିଶ୍ଚୟ ତାକୁ ପଚାରିବି। କେତେ ଦିନ ଲୁଚି ଛପି ବଞ୍ଚିବି? ଶାନ୍ତିରେ ରହିପାରୁନି କି ଘରକୁ ଫେରି ପାରୁନି। ସମସ୍ତେ ଧରି ନେଇଛନ୍ତି, ଏ ସପନଟା ମରି ଯାଇଛି। ହେଲେ ମୋ ରାନୀ ମତେ ଛାଡି ସିଏ କଣ ଆଉ କାହା ସହ ସଂସାର କରୁଥିବ? ମୋ ବାପା ମୋରି କଥା ଭାବି ଭାବି ଦିନ ରାତି ଗୁମରି ଗୁମରି କାନ୍ଦୁଥିବେ। ଇଏ ତ ମୋ ବାପା। ହେଲେ ଏ ବସାଣି ଖଣ୍ଡିରେ ଶୋଇଛନ୍ତି କାହିଁକି? ଓହୋ, ଆଜି ମୋର ପ୍ରଥମ ବାର୍ଷିକ ଶ୍ରାଦ୍ଧ। ସେଇଥିପାଇଁ ମୋ ପାଇଁ ଶ୍ରାଦ୍ଧ ଭାତ ହାଣ୍ଡି ବାଡ଼ି ଅପେକ୍ଷା କରିଛନ୍ତି। ନାଇଁ, ମତେ ପ୍ରବଳ ଭୋକ। 4 ଦିନ ହେଲା ମୁଁ କିଛି ଖାଇନି। ମୁଁ ଯାଉଛି ଏ ଶ୍ରାଦ୍ଧ ଭାତ ହାଣ୍ଡି ମୁଁ ଖାଇଦେବି। ହଁ, କେତେ ଶ୍ରଦ୍ଧାରେ ମୋ ପୁଅ ପାଇଁ ଶ୍ରାଦ୍ଧ ହାଣ୍ଡି ବାଢ଼ିଥିଲି, ତୁ ତାକୁ ଖାଇଦେଲୁ। ଛାଡ଼ିବିନି, ତତେ ଛାଡ଼ିବିନି। ଛାଡ଼ିବିନି ତତେ। ହେଲେ ଫେରିବାର ବାଟ ନାହିଁ। ମୁଁ ବଞ୍ଚିଛି ସେମାନେ ଜାଣିଲେ ମତେ ଜୀବନରୁ ମାରିଦେବେ। କିଏ ତତେ ମାରିବ? କାହିଁକି ମାରିବ? ତୁ ତାଙ୍କର କି ଅପରାଧ କରିଛୁ? କରିବାକୁ ମୋ ପାଖରେ ସମୟ ନାହିଁ ବାପା। ଧୀରେ ଧୀରେ ରାତି ପାଇଗଲାଣି। ମତେ ମୋ ଜାଗାକୁ ଫେରି ଯିବାକୁ ହବ ବାପା। ତୁ କଣ ତାହେଲେ ମୋ ସହିତ ଘରକୁ ଫେରିବୁନି? ମୁଁ ସେ ଘରକୁ ଫେରିବିନି। ସେଠି ସୁମନଟା ମୋ ବିପଦର କାରଣ। ମତେ ଯିବାକୁ ଦିଅ ବାପା, ମତେ ଯିବାକୁ ଦିଅ।
ठीक अच्छी तू जदि मो सहित घर को न जीवु ताले मते तो सहित नहीं जा से अमनुष्यता पाखरे रही रही मु अनिश्वासी हो गली कुआड़े जीव बापा तुमको नहीं मु कोठी रखिबी मु तो जाजाबरटिए कोठी रहूची कौन खाऊची मोर किसी भी ठिकाना नहीं तुमको नहीं कोठी रखिबी ताले मते तू एटी मारी दे तते मोर तो छाड़ी मु बंची पारिबिनी बंचीबाकू हबो बापा ए नाटकर शेष दृश्य जाए तुमको अपेक्षा करबाकू हबो प्लीज बापा तमे अन्यत्र चली जाओ बापा बापा ମୋ ରାନୀ ସିଏ ଏବେ କୋଉଠି बिचारी हत भागिनीटा तोर मरिबा खबर शुणिबा परे ता घर लोक अन्यत्र बाहागर ठीक करथिले तार एकाजी तो श्रुति नहीं से सारा जीवन बंचिब पछे काको आउ बाबनी आश्रय नेबाकू आम घर को आसीथिला हेले से सुमनटा ताकू शांति रे बंचिबा पाई देलानी बिचारी हत भागिनटा घर छाड़ी चली गला ମୋ ରାନୀ ଏବେ ବି ମୋ ଫେରିବା ବାଟକୁ ଚାହିଁ ବସିଛି ହେ ଭଗବାନ ଆଜି କାହିଁକି କେଜାଣି ମୋ ରାନୀକୁ ଦେଖିବାକୁ ଭାରି ଇଚ୍ଛା ହଉଛି ହେଲେ କୋଉଠି ପାଇବି ତାକୁ ବାପା ମୁଁ ଏଥର ଆସିଛି ବାପା ତମେ ଟିକେ ଧୈର୍ଯ୍ୟ ଧର ତମ ସପନ ତୁମ ପାଖକୁ ନିଶ୍ଚୟ ଫେରିବ अरे सपा अरे जाऊ तू जल्दी जा मैं मना करिबिनी हेले मु मला परे मो मुहरे टिके मुखाग्नि देबाकू आसीबु रे पुओ आसीबु तमे मो आखी को फांकी दब मो भाई को बाहाई मो घर परपुरुष को देह भेटी दब आज रोहन आसु ताकू गोटी गोटी सब कथा कहि देबी काना कहबू बा तू साला रोहन को काना कहबू साला तोरा भाई के मुंह टिक टिक करी काटी दे तोरे के साथ तू जानिबो ए जगल मुंड को थरे पिता चढ़ी गले से काହାର नुह तू साला ता एकाउंटी रेटा मु देखुदी तो भाग्य राजी प्रबल मानो कोड़े गला मठेगा देखो
ଅନୈତିକ ସମ୍ପର୍କ ରଖୁଥିଲା ମୁଁ କହିବାରୁ ତମେ କାହିଁକି କହୁଥିଲ କହିଲ? ମୁଁ ସବୁ ଜାଣିଛି ସବୁ ଦେଖିଛି, ହେଲେ ରୋହନଟା କଣ ତାକୁ ମୁଣ୍ଡରେ ବସେଇଛି? ତା ବୋଲି ସେ ଆମ ଘରଟାକୁ ରଙ୍ଗ କୋଠି କରିଦବ ଏକଥା ମୁଁ ସହିବି କେମିତି? ଆରେ ସାରା ଦେଖି ସହି ଯଦି ନାଇଁ ପାରୁଛୁ ଆରେ ମତେ ତ ପୁରା ଆଖି ଦୁଇଟାକୁ ମୁଇଁ ତାରି ଦେବି ଆଉ ବିପଦ ଦେଖିବୁ ମୁଇଁ ସାରା ଭଙ୍ଗା ଘୁଷୁରିଆ ମନରେ କହିଲେ ବଢିଆ ଆମରେ କହିଲେ ନାଚେ ତାତେୟା ହଁ ମୁଇଁ ସାଲା ଘନା ଘୁଷୁରିଆ ମନରେ କହିଲେ ବଢିଆ ବେଲରେ କହିଲେ ନାଚେ ତାତେୟା ଆସୁଛି ତୋ ସହିତ ମୋର ପୁଣି ଦେଖା ହବ ଗୁଡ୍ ବାଏ। ମୋ ପାଇଁ କବାଟେ ହଟି ହେଇଗଲାଣି। ଏ ବୁଢାରେ ଦି ଜଣ ପାଇଁ ମୁଁ ଶାନ୍ତିରେ ନିଶ୍ୱାସ ନେଇ ପାରିବିନି। ଆଜି ଆସନ୍ତୁ ରହ ସବୁ ଗୋଟି ଗୋଟି କରି କହିବି। ନୀନା ଭାଇ କଣ ହେଇଛି ତୋ ମୁହଁଟା ଏମିତି ଶୁଖି କଳା କାଠ ପଡିଯାଇଛି ଦେହଟା ଶୁଖି କଣ୍ଟା ହେଇଗଲା କଣ? ଭାଇ ତମେ ଆମକୁ ସେ କଥା ପଚାରନି। ଏମାନଙ୍କୁ ଟର୍ଚର ମୁଁ ସହି ପାରିବିନି। ଖାଲି କଣ ଆସିଲା ଦିନଠାରୁ ଏମାନେ ଖାଲି ମୋ ଉପରେ ଟର୍ଚର କରି ଚାଲିଛନ୍ତି। କଣ ହେଇଛି ନାଇଁ ନା ରୋହନ ତୁମ ମ୍ୟାରେଜ ପୂର୍ବରୁ ଯୋଉ ସବୁ କଣ୍ଡିସନ ଥିଲା ତମେ କଣ ସବୁ ଭୁଲିଗଲ? ଆରେ ମୋ ଭଉଣୀଟା ଖୁସିରେ ରହିବ ବୋଲି ମୁଁ ତୁମ ସହ ବାହା ଦେଇଥିଲି ଗୋଟିଏ ଟଙ୍କା ଖର୍ଚ୍ଚ କରି ତୁମ ପାଇଁ ନର୍ସିଂ ହୋମ ଗୋଟେ ଖୋଲି ଦେଇଥିଲି ହେଲେ ଏଠି ଆସି ମୁଁ ଦେଖୁଛି କଣ ହେଇଛି ନାଇଁ ନା? ଶୁଣ ତମ ଭାଇ ମତେ ଚା ଆଣିବାକୁ କହିଲେ ଆଉ ମୋର ଟିକେ ଚା ଆଣିବା ଡେରି ହେଇଗଲା ବୋଲି ଇଏ ମୋ ଚୁଟି ଘଷାରି ମତେ ମାଡ଼ ମାରିଲେ। ଆଉ ତମ ଭାଉଜ ସିଏ କଣ କମ? ଆରେ ସିଏ ଏଇ ଠେଙ୍ଗାରେ ବାଡେଇ ମୋ ଅଣ୍ଟା ଜଖମ କରି ସାରିଲେଣି। କେତେ ମିଛ କଥା କହୁଛୁ ଲୋ? ଆରେ ଏ କଥା କହିବାକୁ ତୋତେ ଟିକେ ଲଜ୍ଜ ଲାଗୁନି? କେମିତି? ତମେ ଚୁପ୍ କର। ସେ ଏକା ସବୁବେଳେ ମିଛ କହୁଛି, ତମେ ସବୁ ସତ୍ୟା। ଚାଲ ନା ମୁଁ ଆଜି ତମ ଦି ଜଣଙ୍କର ଡିଭୋର୍ସ କରାଇ ମୁଁ ତତେ ଅନ୍ୟତ୍ର ବାହା ଦେବି। ରୋହନ ତୁମର ଆଜିଠାରୁ ସେ ନର୍ସିଂ ହୋମ ଯିବା ମଧ୍ୟ ବନ୍ଦ। ତମେ ନୈନା ସହିତ ଡିଭୋର୍ସ କରିଦେଲେ ମୋ ସାଙ୍ଗସାଥି ମାନଙ୍କ ଟାଇଟା ପରେ ମୁଁ ସହିପାରିବି। ସେ ନର୍ସିଂ ହୋମ ଯିବା ବନ୍ଦ କରିଦେଲେ ମୋ ଭବିଷ୍ୟତ ଅନ୍ଧାର ହୋଇଯିବ। ଭାଇ ଅମ୍ବିକା ବାବୁ ଆମ ମାନଙ୍କର ଭୁଲ ପାଇଁ ତମେ ଆମ ଭାଇଟାକୁ ଶାସ୍ତି ଦିଅନ୍ତୁନି। ଆରେ ତା ଭବିଷ୍ୟତଟା ଗଢିବି ବୋଲି ପରା ମୋ ଭବିଷ୍ୟତଟାକୁ କବର କରିଦେଇଛି। ଆଜି ଯଦି ମୋ ଆଖି ସାମ୍ନାରେ ମୋ ଭାଇର ଭବିଷ୍ୟତଟା ନଷ୍ଟ ହେଇଯିବ ମୁଁ ଜମାରୁ ସହିପାରିବିନି ଅମ୍ବିକା ବାବୁ, ମୁଁ ଜମାରୁ ସହିପାରିବିନି। ଚାଲ ଆମେ ଗୋଟେ କାମ କରିବା, ଆମେ ଏ ଘର ଛାଡି ଚାଲିଯିବା। ତମେ ଠିକ କହିଛ ଯମୁନା। ଆମ ରୋହଟା ଯଦି ଖୁସିରେ ରହିପାରିବ ଆରେ ତାଠୁ ବଡ କଥା କିଛି ନାହିଁ। ତମେ ଠିକ କହିଛ ଯମୁନା, ଆଜି ଆମେ ଏ ଘର ଛାଡି ଚାଲିଯିବା। ଆରେ ଆଜି ଯଦି ଏ ଭାଇମାନଙ୍କ ପାଇଁ ଏତେ ସବୁ କରିପାରିଲି ଆଉ ଏତିକି କରିପାରିବିନି କାହିଁକି? ଆରେ ଆଜି ଏ ରାମଚନ୍ଦ୍ର ଭାଇଟା ତା ଭାଇମାନଙ୍କର ଖୁସି ପାଇଁ ଏ ଅଯୋଧ୍ୟା ଛାଡି ବନବାସ ଚାଲିଛି। ଘୋର କଳିଯୁଗ। ହଇଓ ଏଠି ପାପ କରୁଛି କିଏ? ଶାସ୍ତି ପାଉଛି କିଏ? ସୋନିଆ ବାରିକ କାଲି ଯାଏ ଘର ଭାঙାଟା ଡରୁଥିଲା। କାର ବୁକୁଚା ବୁଆ ହୋଇ ଭାଲୁ ନାଚ କରୁଥିଲା। ହେଲେ ତା ଜୀବନରେ ପରିବର୍ତ୍ତନ ଆସିଛି। ସେ ଆଉ ପାପ କରିବନି। ସୋନିଆ ବାରିକ କେବଳ ତମରି ପାଇଁ ମୋ ଭଉଣୀର ଜୀବନଟା ବର୍ବାଦ ହେଇଗଲା। ତମେ ମିଛ ସତ କହି ଏଇ ରୋହନ ହାତରେ ମୋ ଭଉଣୀର ହାତଟାକୁ ଛନ୍ଦିଦେଲ କେବଳ ତମରି ପାଇଁ। ସେଦିନ ମୁଁ ପୁଣ୍ୟ କରିଥିଲି, ମହାପୁଣ୍ୟ। ହେଲେ ମୁଁ ଆଜି ଭାବୁଛି ସେଦିନ
ମୁଁ ଶଳାଟି ମସ୍ତ ବଡ଼ ଭୁଲ କରିଦେଲି। ତମେ ଏମିତି କଣ କହୁଛ? ଆରେ ତମମାନେ ସମସ୍ତେ ମିଶିକି କଣ ମୋ ନୈନାକୁ ମୋ ଠାରୁ ଦୂରେଇ ଦେବାକୁ ଚାହୁଁଛ? କାକା तो डियास को क्या करो? काका तो परी भाई माने ए समाज पाई अभिशाप ए गरी तो बड़ा भाई बाबरे के माने आउ किछि देखंतनी। काका मो रोहनटा नैना बिना बंची पारिबनी। तमे ता जीवन रे झड़ सृष्टि करनी काका। तमे टिके चुप हो जा। अरे भाई जदि कहा को कहती देखिबा सरे ए जगन को देखो मु तो कहबी एमिति भाई कहारो नाही। एबारे कौन सब चाली के जानी मु भाबुचे एबारे आ किछि दिन रहले मु पागल होई जिबी। ତମେ ପାଗଳ ହବନି ଏମାନେ ସମସ୍ତେ ମିଶି ତମକୁ ପାଗଳ କରିଦେବେ। ରୋହନ ଏ ଦୁନିଆରେ ଭାଇ ହେଉଛି ଭାଇର ବଡ଼ ଶତ୍ରୁ। ଏମାନେ ସମସ୍ତେ ତମ ଦି ଜଣଙ୍କ ସୁଖ ସହି ପାରୁନାହାନ୍ତି। ଆଉ ରହିଲା ଏ ଘର ଭଙ୍ଗା କାଉଣ୍ଟର ସନିଆ ବାରିକ। ଇଏ ତମ ଦି ଜଣଙ୍କ ନାଁରେ ମିଛ ସତ କହି ତମ ଲାଇଫଟାକୁ ସ୍ପଏଲ କରିବାକୁ ଚାହୁଁଛି। ସ୍ପଏଲ तम कथा सुनी जगत केवल चले आसवे। अरे राति पाइबा को अल्प बाकी किए हीरा किए मोती मालिक जना पड़ी जीवन। काका ତମେ ଆଉ କିଛି କୁହନି କାକା। ଆମ ରୋହନଟାଟି ଖୁସିରେ ରହିପାରିବ। ଚାଲ ଆମେ କୋଉ ଗଛ ମୂଳରେ ରହିବା। ଆରେ ତମକୁ କଣ ଘର ଛାଡ଼ି ଯିବାକୁ ଇଚ୍ଛା ହଉନି ନା କଣ? अरे टिकुटा देई गड़ी थिबा मो भाई आ छाता आदि भांगी गला। तू ठीक कहिचलो जमुना। आमे ए घर छाड़ी चली दिबा। आमे काहे कि मो हाओ ए दुखरु आउ काको आखिर मोर आखिर लोरु आउ काको दुख दबा। अरे एति पा आखिर जन्म कांदिबा भाई। से खाइबे मटन मत देवे हाड़ से खाइबे माछ मत देवे केटा ना से खाइबे बासुमती अरुआ चाउल भात मत देवे राशन गुड़ी मिशा चाउल भात ना ना शशुरे तम जीवन रे केते घर भांगी केते झियो बंकु नहीं भुवनेश्वर और पुरी रे ओयो रूम बुकिंग करी ओएस करिछ। ता छड़ा ए गां गहली रु चिटफंड ना रे केते टंका चळू करिछ। से कला कर्मर फल तमे पाइबनी। मला कथार पर अछि उआ धन थुआ जे जेमिति कर्म करिवो से सेमिति फल पाइबो। इरे इरे जाउछु तो जाउछु इरे से सब कोड़े नउछु कोनगा इरे से डेक्ची कोड़ई इरे से सब कोड़े नउछु इरे से सब मु पहर दिन ब्राह्मण के यात्रा किनथि को गोल फेबो ए सब टैक्सी कोड़ई तू किनदिलु आउ
मोर केटा बड़ा इंडस्ट्री चली अब की लुके देवे तू तो चढ़ी गरे कोट पे बिजु से सब बात सब मोट का तरी करछु ठीक कथा कहछि हो मते कांग लागु कोन तू जाबी तो टैक्सी करे धीरे रखिबो भांगी जीवो आओ कोई बुझदी ए धोती ताली जति में आता भी रख जाबे नहीं सेटा तुम पिंधि की जाओ गाँ दाडरे लंगड़ा है गले लोका माने जेमिति टेका धरी बसिछंती तुमको मारिबे ता छडा ए कुकुर पल जेमिति होउछंती तुम केवल मो भी टाणी नै जिबे ସେଇଟା ବି ରଖିନେ ବେଳେ ବେଳେ ତ କାମରେ ଆସିବ ରେ ବାପା ए बा कौची दीदी अंडरवेयर तो दे दीदी धोतीटा खोली दे କଣ ହେଲା ମା धोतीटा खोली दे ନାହିଁ ରେ ମା मला नुआ धोतीटा আমি কই खोली की रखे नीचे खुलो मा खोली तो खुलो खोली भी खोलो मा आई सुने ना। तू तो मरगी पड़े तू से धोतीरा तो तामे घोड़े दम बस ଏ ତୁ ମୋ ଜୋଇ ବସ୍ତ୍ର କରିବୁ ନା କରବା कौन मा ହେଲେ ତୁ ମୋ ଜୋଇ ମତେ ବସ୍ତ୍ର ହରଣ କରୁଛୁ ହଁ खोली भी देखी ଜୟ ପୁଅ ଏ ଜୟ ପୁଅ ଝୁଅ ତ ନୂଆ ଧୋତିଟା ନେଇଗଲା कौन हैला से ଆଉ ତମେ କାହିଁକି ଆଲ आपण बसिबी ଏ ଅଣ୍ଡରୱେୟାରଟା ନେଇଯାଅ ରାତିରେ ପିନ୍ଧିକି ଶୋଇବ ବା तमे मुती मुती आउता अवस्था रखिछटी से बरम भलो हबो तमे सेटा पिंधि की पळाई जाओ ଦଳିବାରେ ଏ ତୁ କଣ କଲୁ भलो कले ସେମାନଙ୍କ ପାଇଁ ଅନ୍ୟାୟ ଉପାୟରେ ଧନ ସଞ୍ଚୁଥିଲି ସେମାନେ କି କଲ ବଲ କରି ଘରୁ ତଡୁଛନ୍ତି ରେ ଦଳିବ ଘରୁ ବିଦା କରୁଛନ୍ତି होइना हां ए बा तू जीवा को बाहर चुड़ी ହଁ र କଣ ତ ବୁକି ଦଉନୁ ଦେ 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 ଲୋ ମା ହଁ एटा नेकरी जा पूरी बड़ बंदर बसिबू आ सेठी बसी भिक्क मागी भला এইটাକୁ ନେଲେ କଣ କରିବି ଲୋ ମା ससुरे ससुरे आलो। मु बहिनी के दो ଏ ମା ଶୁଣିଲୁ ଗୋଟେ କଥା ଶୁଣ कोन କାଲିକି ଗୁରୁବାର हां ଲକ୍ଷ୍ମୀ ବ୍ରତ हां ତୁ ରଖିଥା ଖେଚୁଡ଼ି କରିବୁ ଖେଚୁଡ଼ି आउ जाऊ ଜଣେ ପୁଅ ଦି ଜଣ ଯାକ ଖାଇବ ଖେଚୁଡ଼ି କରିବ ମୁଁ ଯାଉଛି ए जाय जाइनो ना ए घर छाड़ी तुमको जीवा को इच्छा होउनी बा रे ବାପା कोन हैला ହେଉ ତୁ କି ଆଜି ପରଟା झाड़ बाहरी पड़थबो ପାଦ ତାତି ଯାଉଛି ବା हां हां ଏ ପ୍ରଶାନ୍ତ ଅଟୋଟା ଟିକେ ଡାକି ଦେ ସେଇଥିରେ ଚାଲିଯିବି प्रसाद ऑटोटा काहे की डाकी देबी प्रताप भाई भाई टोटा डाकी देबी सेटा सीरे जीबू ସେଟା ଛୋଟଟା हां ऑटो रे गले टाकर टेकी की जीबू ବୁଢା ଲୋକ ଗୋଡ ମୁଚା ହେଇଯିବ हां हां अच्छा टोकाटा दबो किए ଟଙ୍କା हां ଟଙ୍କା କାହିଁ ମୋ ଝୁଅ ମଇନା ଦେବ हां जाऊ बा मोते फालतू ये रे टका खर्च करबार नाही बस रखिबे ना जदी जीवार इच्छा अछि पद्म चरण जानरे चाली चाली जा रे ଇଏ ମୋ ଝୁଅଟି नहीं ନାଇଁ ଲୋ ନାଇଁ ଇଏ ମା ଧନ୍ୟବାଦ କରୁଲୁ ଭାଇ। କାମ କରିଥିଲା ଶିବରାମ ଜି 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 ଭାଇ ଆମର 50 ଟଙ୍କା ପୁରସ୍କୃତ କରିଛନ୍ତି ଅନୁଷ୍ଠାନ ସାଧାରଣ ବାର ଜାତିଆ ପିଲା ହଁ कोण हैला ବାର ଜାତିଆ नहीं रे कोण हैला मु बाहर जतिया पिला आउ। ये तेज घर धरा के कुछ खजीबा आज सर आपण ଆଉ ତମେ ତା ମନେ ତାକୁ ମାରୁଛ କାହିଁକି ए
एटा ता कुकर्म पाई थिला ट्रेलर या पर आगो को फिल्म बाकी अछि खाली देखो ନାଇଁ ସେ ସମାଜ ଆଗରେ ଭଲ ମଣିଷ ସିଏ ଆଉ ସେ ଧର୍ମକା ଟାଉଟର ହେଇ ନୁହଁ ସମାଜ ତାକୁ ସ୍ୱତନ୍ତ୍ର ସ୍ଥାନ ଦେଇଛି ନିଅ ଏ ପାଖ इंग्लिश रे लिखाई छी मु पढी पारुनी तबे टिके पढिला हे सतरे बापा क्षमा कर दियो बोलो माँ हमको क्षमा कर दियो हमरा ए भले भूल होबनी हेलो माँ ସବୁ 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 ସେଇ ସମୟର ଖେଳରେ ସମୟ ଚକ ଆମକୁ ଯୁଆଡେ ନେବ ଆମେ ସିଆଡେ ହିଁ ଯିବା हां चलो ତୁ ମତେ ଛାଡି ଦେ ତୁ ମତେ ମାରନା ତୁ ମତେ ମାରି ଦେ ମୋ ଭାଇ ଭାଉଜ ମାନେ ବହୁତ କଷ୍ଟ ଅନୁଭବ କରିବେ ତୁ ମତେ ଛାଡି ଦେ ତୁ ମତେ ମାରି ଦେ ମୋ ଭାଇ ଭାଉଜ କିଛି କର ତୁ ମତେ ମାରି ଦେ उरे हल्ला रे सारा गांधी के सारा अनाथी तो कदिन तो मोचिया भाई पृथ्वी की घरु बिंदा कर दे आ तू आजी 22 राजा ने करजु उरे टाका बाजा उताली उठा रे एटा को राम नाम सत्य है करी हल्ला रे हल्ला ए गन्ना गुसुरिया खाली किंदरी नाचिला रे एटा को कौन करियो एटा को नदी को गिराऊ नाई बे चुरचंडाल चुतिया ए देख सियार दी जण भिक मागी मागी एठिके आसुतंती ताको 1000 टका देई दियो से एटाକୁ जाଳି दबो आ ता मोरे गाउ चाउडे गोड़ेई दियो मुई साला घना गुसुरिया कपिले सबासिया मुंडा को तोरे पित्त चढ़ी गले नाचे काठया काठया हो भाई एठिके आसो हाँ मु तो डाकिली এই সমটাକୁ ଜାଳି ଦେ କି 1000 ଟଙ୍କା ଅଛି କାଠ ଅଛି ଏବଂ କିରୋସିନ ମଧ୍ୟ ଅଛି ମୁଁ ମଣିଷ ଜାଳି ଦେବି ହଉ ଠିକ ଅଛି ବାବୁ ପଇସା ଦିଅ এই ପଇସା ହଉ ଠିକ ଅଛି ମୁଁ ସବଟା ଜାଳି ଦେବି ଠିକ ଅଛି ଆରେ ବାକା ଆମେ ଚାଲିଯିବା ସେଠି ଯମୁନା लो ए टोकाटा जवान टोका परी देखा होची ता देह सारा रक्त जुडुगुडु हेले टोकटा को किए काहे के मारले लो के जाने मो भी तो जाने नहीं ए मो तो भारी डर लागुची हेले हेले टोकटा को काहे के आज मते भारी देखिया को भारी जाउचलो ए तमे जदी देखिबो देखो मु कि तू देखिबी नहीं अरे ऊपर तो पाखे रचे तू डरछु काहे के नहीं नहीं मते डर मारुची तमे देखो हो मु देखुची जमुना आज आम जीवन को किए मारी नहीं दिल जमुना आज आमर सब सरीगला जीवन सरीगला जो मान को हत खुशी कर घर करती से मैंने आज मत तुमटा वर गत सजाई दे चली गले सुख मो भाग्य नहीं ल जमुना बेटी केवल आखिर जन्म शांति
সেদিন মতো চকমা দিয়ে ঘর ছাড়ি চালি গলু চালি গলু তো গলু আউ কা সংখ্যা সিন্ধুর পুরি পাহাড়ি গলু মুই কো তুলা হবি আরে আজি কো অনর্ব ডায়লগ মারছিবে শুন তো ডায়লগ শুন ধরি যাবা লোক মু নুহ আজি তো ঘোড়া চমড়ারে টিকে মুহ মারি চুপচাপ কাম সারি দেবি আজি এଠି তোতে মারিব আউ ইয়াকু বাস ভাই মতে ক্ষমা করে দেব সুমন মোর বাউজ বুদ্ধি টিকে নো বতিলা बापा तुम्हें आपको गुली कर देलो हाँ पुरांगटा मुई मारी देली जो कामटा करू परिवार थिला से कामटा दी करी देली पुलिस आसीबो तुमको जेल ले जिवे जे दिबा ପାଇଁ ପ୍ରସ୍ତୁତ ଅଛି এই ପୁଅକୁ ଜନ୍ମ ନେଇ ପାଳି ପୋଷି ବଡ଼ କରିଥିଲି ଭାବିଥିଲି ସମାଜ ଦାଣ୍ଡରେ ବାପାର ନାଁରେ ଯିବ ହେଲେ ସେଇଟା ପୁଳାଙ୍ଗ ରହିଗଲା ତାକୁ ନ ମାରିଥିଲେ ଆଉ କେତେ ଜଣଙ୍କର କ୍ଷତି କରିଥାନ୍ତା ନାରୀର ସୁରକ୍ଷା କରିବା ପାଇଁ ଚାଲି इंस्पेक्टर मोदी को सुरक्षा देबो जाई आको मु मारी छी मत अरेस्ट करी गाड़ी रे बसे नियो इंस्पेक्टर नहीं इंस्पेक्टर निजे को सुरक्षा देबा पई ए राक्षस को मुंह मार देछि এইটা কো মু এনকাউন্টার করছি এইটা ছিল গোটা স্মাগলার তেণু বাধ্য হয়ে এইটা কো এনকাউন্টার করছি কিন্তু ইন্সপেক্টর নো কিন্তু जो कामटा मोर परिवार थिला से कामटा आपण करछ सो वेरी थैंक्स आउ रहिला ए सब रो सूत्रधर से गहना घुसरिया आउ से अंबिका प्रसाद नहीं मत मारो तुरी मु संपूर्ण सुतुरी जीवी मते बना घुसरिया मु ଯାହାଉ ଆପଣମାନେ ନାଟକଟିକୁ ଦେଖିଥିବାରୁ ଆମର ସମସ୍ତ କଳାକାରମାନଙ୍କୁ ମୁଁ ଅନୁରୋଧ କରୁଛି ମଞ୍ଚ ଉପରକୁ ଆସନ୍ତୁ ସମସ୍ତ କଳାକାର ମଞ୍ଚ ଉପରକୁ ଆସନ୍ତୁ